ଯେ ଏହି ଅଭିଯାନ ଏକ ଜନ ଅଭିଯାନରେ ରୂପ ଆଜି ନେବା ପାଇଁ ଯାଉଛି। ସୁରକ୍ଷିତ ଭାବେ ଘରକୁ ଫେରିବା ଦିଗରେ ଜନସାଧାରଣ ଧୀରେ ଧୀରେ ଯତ୍ନବାନ ହେଉଛନ୍ତି। ସଡ଼କ ଦୁର୍ଘଟଣା କେମିତି ଗୋଟିଏ ପରିବାରକୁ ଉଜାଡ଼ି ଦିଏ ସେ ବିଷୟକୁ ସମସ୍ତେ ଆଜି ଦିନରେ ହୃଦୟଙ୍ଗମ କଲେଣି ଏବଂ ଗତ ବର୍ଷରୁ ଏ ବର୍ଷ ଭିତରେ ସଡ଼କ ଦୁର୍ଘଟଣା ଜନିତ ମୃତ୍ୟୁ ସଂଖ୍ୟା ଘଟଣା ଘଟିବା ବା ଆକ୍ସିଡେଣ୍ଟ ହେବା ସଂଖ୍ୟା ଅପେକ୍ଷାକୃତ ଟିକେ କମିଛି। ଅର୍ଥାତ୍ ଆମେ ଯେଉଁ ଆଜି ସଚେତନ କରାଇବା ପାଇଁ ଯେଉଁ ସଡ଼କ ସୁରକ୍ଷା ଅଭିଯାନ ଆଉ ବ୍ୟାପକ ଭାବରେ ଲୋକମାନଙ୍କୁ ସଚେତନ କରିବା ଏ କାର୍ଯ୍ୟକ୍ରମ କରିବା ଦ୍ୱାରା ଆଜି ଧୀରେ ଧୀରେ ଟିକେ ନିୟନ୍ତ୍ରଣ ହେବାକୁ ଇଏ ଆରମ୍ଭ କରିଛି। କିନ୍ତୁ ଇଏ ପର୍ଯ୍ୟାପ୍ତ ନୁହଁ। ଯଦି ଆମେ ଏହାକୁ ଆଉ ଟିକିଏ ଯଦି ସଚେତନ କରାଇବାରେ ଆଇନ କାନୁନକୁ କାର୍ଯ୍ୟକାରୀ କରାଇବାରେ ଯଦି ଅଧିକ ସକ୍ରିୟ ଭାବରେ ଆମେ ସହଯୋଗ କରିପାରିବା ତାହେଲେ ନିଶ୍ଚିତ ଭାବରେ ଆକ୍ସିଡେଣ୍ଟ କମିବ। ଏହି କ୍ରମବର୍ଦ୍ଧିଷ୍ଣୁ ରାକ୍ଷସକୁ ନିୟନ୍ତ୍ରଣ କରିବା ପାଇଁ ଆମକୁ 4ଗୋଟି ଇ ନୀତିକୁ ଆପଣେଇବାକୁ ପଡ଼ିବ। ଆଉ ଏ ଯେଉଁ ଇ ନୀତି ଏଥିରେ ହେଉଛି ପ୍ରଥମ ହେଉଛି ଏଜୁକେସନ୍, ଅର୍ଥାତ୍ ସମସ୍ତ ରାସ୍ତା ବ୍ୟବହାରକାରୀ ଗାଡ଼ି ଚାଳକ ସାଇକେଲ ଯାତ୍ରୀ ଏବଂ ପଥଚାରୀଙ୍କୁ ରାସ୍ତା ବ୍ୟବହାର ଉପରେ ସଠିକ୍ ଭାବରେ ସେମାନଙ୍କୁ ଆମେ ସୂଚନା ପ୍ରଦାନ କରିବା ଦରକାର ଏବଂ ବ୍ୟାପକ ଭାବରେ ସେମାନଙ୍କୁ ବିଭିନ୍ନ ସ୍ଥାନରେ ବିଭିନ୍ନ ସମୟରେ ସଚେତନ କରିବାର ମଧ୍ୟ ବଡ଼ ଆହ୍ୱାନ ଆମ ପାଖରେ ଅଛି ଆଉ ତାକୁ ଆମକୁ କାର୍ଯ୍ୟକାରୀ କରିବା ପାଇଁ ପଡ଼ିବ। ଦ୍ୱିତୀୟରେ ହେଉଛି ଏନଫୋର୍ସମେଣ୍ଟ, ଅର୍ଥାତ୍ ଟ୍ରାଫିକ୍ ନିୟମକୁ କଡ଼ାକଡ଼ି ଭାବେ ପାଳନ କରିବା ଏବଂ କଡ଼ା ଆଇନ ପ୍ରବର୍ତ୍ତନ କରି ସଂସ୍ଥାଙ୍କ ଦ୍ୱାରା ନିୟମକୁ ମଧ୍ୟ ଆମେ କଡ଼ାକଡ଼ି ଭାବରେ ପାଳନ କରିବା। ତୃତୀୟରେ ଇଞ୍ଜିନିୟରିଂ, ଅର୍ଥାତ୍ ସୁରକ୍ଷିତ ରାସ୍ତା ପୋଲ ଇତ୍ୟାଦିର ନିର୍ମାଣ, ଯାନବାହନର ଅଧିକ ସୁରକ୍ଷା ଭାବେ ନିର୍ମାଣ କରିବା, ରାସ୍ତାରେ ଟ୍ରାଫିକ୍ ସମ୍ବନ୍ଧୀୟ ବିଭିନ୍ନ ସୂଚନା ଫଳକ ବିଭିନ୍ନ ଆବଶ୍ୟକ ସ୍ଥାନମାନଙ୍କରେ ତାକୁ ଆମେ ବ୍ୟବହାର କରିବା ବା ଫଳକ ଲଗାଇବା। ଚତୁର୍ଥରେ ଇମର୍ଜେନ୍ସି କେସ୍, ଜରୁରୀକାଳୀନ ପରିସ୍ଥିତିରେ ଆହତଙ୍କୁ ତୁରନ୍ତ ଇମର୍ଜେନ୍ସି ଚିକିତ୍ସା ସେବା ପ୍ରଦାନ କରିବା, ଯାହାଦ୍ୱାରା ଅଧିକରୁ ଅଧିକ ଜୀବନ ରକ୍ଷା କରାଯାଇପାରିବ। ଏହି 4ଗୋଟି ହେଉଛି ସଡ଼କ ସୁରକ୍ଷାର 4ଗୋଟି, ଏହାକୁ କୁହାଯାଏ ଗୋଲ୍ଡେନ୍ ରୁଲ୍। କିନ୍ତୁ ମୁଁ ବ୍ୟକ୍ତିଗତ ଭାବରେ ଏଥିରେ ଆଉ 2ଗୋଟି ଇକୁ ମୁଁ ଯୋଡ଼ିବା ପାଇଁ ଚାହୁଁଛି। ଏ 4ଗୋଟି ଇ ପରେ ଆଉ 2ଟି ଇ ହେଉଛି ତା ଭିତରେ ଗୋଟିଏ ହେଉଛି ଏନଭାରନମେଣ୍ଟ। ଏନଭାରନମେଣ୍ଟ ବା ପରିବେଶ, ଇଏ ଯାନବାହନରୁ ନିର୍ଗତ ହେଉଥିବା ପ୍ରଦୂଷଣକୁ ନିୟନ୍ତ୍ରଣ କରି ସେଫ୍ଟି ଲିମିଟ୍ ତାକୁ କେମିତି ଆମେ ଗୋଟେ ଲିମିଟ୍ ଭିତରେ ଆମେ ରଖିବା। ଏବଂ ଦ୍ୱିତୀୟ ଇ ହେଉଛି ଯେଉଁ ଯୋଡ଼ିବା ଭିତରେ ତାହା ହେଉଛି ଏନଗେଜମେଣ୍ଟ ବା ଇଭାଲୁସନ୍, ସଡ଼କ ବ୍ୟବହାରକାରୀଙ୍କୁ ବିଭିନ୍ନ କାର୍ଯ୍ୟକ୍ରମ ଆକ୍ଟିଭିଟିଜରେ ଏନଗେଜ୍ କରିକରି ଆମକୁ ରଖିବା ଏବଂ ଆମେ କାର୍ଯ୍ୟକାରୀ କରୁଥିବା ବିଭିନ୍ନ ସଡ଼କ ସୁରକ୍ଷା କାର୍ଯ୍ୟକ୍ରମର ସମୟ ସମୟରେ ମଧ୍ୟ ତାହାର ଇଭାଲୁସନ୍ ବା ମୂଲ୍ୟାୟନ କରିବା। ଅନେକ ଯୁକ୍ତି କରିପାରନ୍ତି ସରକାର ଟ୍ରାଫିକ୍ ରୁଲ୍ ପାଇଁକି ଏତେ କାହିଁକି ଚିନ୍ତା ସରକାର କରିବେ, ଇଏ ଆମ ଗାଡ଼ି ଆମ ଜୀବନ ଆମେ ବୁଝିବୁ। ଇଏ ମାନସିକତା ରଖୁଥିବା ବ୍ୟକ୍ତିଙ୍କୁ ଆମକୁ ଜାଣିବା ପାଇଁ ପଡ଼ିବ ଏବଂ ତାର ଉଦାହରଣ ମଧ୍ୟ ମୁଁ ନିଜେ ଗୋଟେ ଛୋଟିଆ କଥାରେ ମୁଁ ମଧ୍ୟ ଆପଣମାନଙ୍କୁ କହିବା ପାଇଁ ଆପଣମାନଙ୍କ ପାଖରେ ରଖିବା ପାଇଁ ଚାହେଁ। ଦେଖିବେ ଯେତେବେଳେ ଛୋଟ ପିଲାଟି ଆମେ ଯେତେବେଳେ ସ୍କୁଲ ପଠାଉଛନ୍ତି, ସେ 3 ବର୍ଷ ହେଇଥାଉ 3.5 ବର୍ଷ ହେଇଥାଉ 4 ବର୍ଷ ହେଇଥାଉ, ଯେତେବେଳେ ପ୍ରଥମ ପଠାଉଛୁ ସେତେବେଳେ ପିଲା ସ୍କୁଲକୁ ନ ଯିବା ପାଇଁ ଏବଂ ବାପା ମାଆଙ୍କୁ ଘର ଛାଡ଼ିବା ପାଇଁ କେବେ ଇଚ୍ଛା ପ୍ରକଟ କରେ ନାହିଁ। ସେ ପୁରା କାନ୍ଦେ, ମା ବୋଲି କାନ୍ଦିବ, ମୁଁ ସ୍କୁଲ ଯିବି ନାହିଁ। କିନ୍ତୁ ଆମେ ବାପା ମା ମାନେ କିମ୍ବା ପିତାମାତା ମାନେ ବା ଅଭିଭାବକ ମାନେ ଜୋର ଜବରଦସ୍ତ ପିଲାଙ୍କୁ ଆମେ ସ୍କୁଲକୁ ଆମେ ପଠାଇଥାଉ। ଯେହେତୁ ପିଲାର ସ୍କୁଲ ଯିବା ଅଭ୍ୟାସ ହେଇନାହିଁ ଆଉ ସେଥିପାଇଁ ସେ ନିଶ୍ଚିତ ଭାବରେ ସ୍କୁଲକୁ ଯିବା ତାର ଅନିଚ୍ଛୁକ ବା ଅନିଚ୍ଛା ପ୍ରକାଶ କରିବାଟା ସ୍ୱାଭାବିକ କଥା। ଆଉ ଗୋଟେ ନୂଆ ପରିବେଶକୁ ଯିବ, ନୂଆ ଅଚିହ୍ନା ଲୋକଙ୍କ ପାଖକୁ ଯିବ, ତାକୁ ସେଠି ପାଠ ପଢ଼ାଇବାର ବ୍ୟବସ୍ଥା କରାଯିବ ଆଉ ସେଥିପାଇଁ ସେ ଯିବା ପାଇଁ ଇଚ୍ଛା ପ୍ରକାଶ କରେ ନାହିଁ। ଏଣୁ ଯେତେବେଳେ ଅଭ୍ୟାସ ଥରେ ହେଇଗଲା ପରେ ତାପରେ ଆପଣ ଦେଖିବେ ଧୀରେ ଧୀରେ ସେଇ ଆମ ପିଲା ମଧ୍ୟ ଆଗତୁରା ସ୍କୁଲ ଯିବା ପାଇଁ ସେ ବାହାରି ଆସେ ଆଡ଼ଭାନ୍ସ। ମୁଁ ସ୍କୁଲକୁ ଯିବି, ମୋତେ ଡ୍ରେସ୍ ପିନ୍ଧେଇ ଦିଅ, ମୋତେ ମୋର ବହି ବସ୍ତାନି ଦିଅ, ଜୋତା ଦିଅ, ଖାଇବା ପାଇଁ ଦିଅ। ସେ ନିଜେ ଅଡ଼ି କରି ବସିବ ମୁଁ ସ୍କୁଲ ଯିବି।
एणु यही जो गोटे प्राक्टिस बा गोटे अभ्यास करवा ये जो पद्धति ये आज दिन में जो माने गाड़ी चालक माने गाड़ी चलाउछंती ताकू मध्य से प्रकारर नियम कानून एवं समयानुवर्तिता होकरी आमे जदि अभ्यास थरे परिणत करई दे पारिबा ताहले सेमाने मध्य ट्रैफिक रूल्स को मानिकरी नियम को मानिकरी जदि गाड़ी चलेबे ताहले निश्चित भावरे तांकर मूल्यवान जीवन सहित आईन को कड़ाकड़ी पालन करने द्वारा ये जो अझट आ जो माने अमानिया होउछंती सेमानकु आमे निश्चित भाव में कंट्रोल करिपारिबा आउ सुरक्षित मध्य देई पारिबा। एणु मु स्पष्ट भाव में कहवाई चाहिए जे सड़क सुरक्षा क्षेत्र में उल्लेखनीय प्रदर्शन पाई एथिरे आम सरकार निश्चित भाव में प्रतिश्रुतिबद्ध। आपन जदि सड़क सुरक्षा जनित मृत्यु संख्या को टिके गुढ़ भाव में जदि आम पर्यालोचना आपण मैंने करेंगे तेरे जापर अति कम 95% दुर्घटना को आम समते चाहिए एड़े दे पारिबा 95% दुर्घटना को। उदाहरण स्वरूप 2024 मसीह प्राण हर 1,77,000 व्यक्ति मध्य 76% तार कारण होउची द्रुत गति रे गाड़ी चलेबा बेपारुआ भाव में गाड़ी चलेबा। जदि आम हाई स्पीड रे गाड़ी चलाउछंती एथिरे विशेष करी जो गाड़ी चालक माने विशेषतः युवगोष्ठी गाड़ी चलानार गोल्डन रूल को समान संपूर्ण भाव में भूली जाउछंती। स्पीड थ्राइव्स बट इट ऑल्सो किल्स ये कथा को मन रखा दरकार। प्राय 6% प्राण हरइबारे कारण हेउची रंग साइड रे गाड़ी चले। प्राय 3% मृत्यु होता है मद्यपान करी गाड़ी चलेबा कारण। इंटरेस्टिंगली प्राय 6% मृत्युर कारण हेउची गाड़ी चलाना समय रे हठात आपंकर पॉकेट रे थिबा फोन रिंग हेबो। आप गाड़ी चलाउछंती स्पीड कमाऊ नाहंती पॉकेट रे हाथ मारुछंती गोटे हाथ रे गाड़ी बाहर करले से 4 चकिया गाड़ी चलांतु मोटरसाइकेल चलांतु एवं मोबाइल को संपूर्ण भाव में आप जेभली भाव में चलेबे गाड़ी ना मोबाइल रे कथा हेबे एवं कौ विषय प्रसंग उपरे किए कथा होउची जदि प्रसंग जदि जटिल अच्छी आपंकर मन खराब हो जाउची आप गाड़ी चलाउछंती सामना रे पछरे चारिआडे लोक अछंती परिस्थिति कौन हम कौन होउची। तेणु एथिरे 100 जन लोक भितर 6 जन गाड़ी चलाउथबा समय रे मोबाइल रे कथा हवा कारण एक्सीडेंट रे समानकर मृत्यु होउची आ एक्सीडेंट भी हो जाउची। 100 जन रे 6 जन लोक राइट लेफ्ट साइड रे जीवा जगह राइट साइड पड़े जाउछंती। यही निकट में मात्र 3 मास होइची मोर जड़े सांग केन्दुझर से आसुथिले आपंकर चंडीखोल पाखापाखी रे जो आजिकाली जो 6 लेन रास्ता रे जो आपंकर अंडरपास अच्छी उभय दिगरु सबु आड़ू गाड़ी आसीबो किंतु जदि आमे से जगार जदि आमे भाविबा जे सामना रे गाड़ी नाही आमे लेफ्ट रू आमे इन करवा जगार राइट साइड रू जदि आमे जीवा ताहले ये घटना घटिला एवं से राइट रू जाउथिले एवं द्रुत भाव में सेपटू गाड़ी आसूला से जानी पारले नहीं गाड़ी भर्ती करदे से निजे ड्राइविंग करते निजे गाड़ीर मालिक निजे ड्राइवर ऑन दि स्पॉट रे तांकर सेठी डेथ हो गला यही निकट में रंग साइड रे गाड़ी चलेबा कारण। आउ जने सेमती मोर सांग दूर संपर्कीय से बाबू पूरा बुलेट गाड़ी रे आसंती केन्दुझर रू तांकर डिस्टेंस होची घर होची 30 किलोमीटर दूर सकाळ संध्यारे से पूरा बुलेट रे जीवासवा करती सकाळ संध्या किछि मानती ना आउ भी गोटे करती से रिटायर्ड आर्मी होइथिबा कारण आप जानि पारुथिबे से मध्य मद्यपान बहुत समय करती एवं मोबाइलटा सब बेले जिते बड़े जाऊे मोबाइल कथा हे जातीय राजपथ अच्छी ड्रिंक्स करी मानुना पड़े जाऊँच यही अवस्था गोटे फ्लाईओवर से चढ़ जाऊा समय मद्यपान भी करते फ्लाईओवर भी जाऊे
ଏବଂ ସେହି ଅନୁସାରେ ତାଙ୍କର ଅପୋଜିଟ୍ ଡିରେକ୍ସନ୍ର ଯେଉଁ ଗାଡ଼ି ଆସିଥିଲା ତାଙ୍କର ଆକ୍ସିଡେଣ୍ଟରେ ତାଙ୍କର ସେଇଠି ଅନ୍ ଦି ସ୍ପଟ୍ରେ ଡେଥ୍ ହେଇଗଲା। କାହାକୁ ଦୋଷ ଦେବା? ଲୋକ ଗାଡ଼ି ଦେବେ ସରକାରକୁ, ରାସ୍ତା ଖରାପ କରିଛନ୍ତି, ଟ୍ରାଫିକ୍ କଣ୍ଟ୍ରୋଲ କରୁନାହାନ୍ତି। ଆମେ ତ ନିୟମ କାନୁନ ଟ୍ରାଫିକ୍ ସମସ୍ତ ନେଇକରି ଆମେ ଚେଷ୍ଟା କରୁଛୁ କିଭଳି ଭାବରେ ଅପ୍ ଟୁ ଡେଟ୍ ହେବ, ଅପଗ୍ରେଡେସନ୍ ହେବ ଏବଂ ସେଥିରେ ସମସ୍ତେ ସୁରକ୍ଷିତ ଭାବରେ ଯାତ୍ରା କରନ୍ତୁ। ସିଗ୍ନାଲ ଦେଇଛୁ, ସମସ୍ତ ପ୍ରକାରର ଆମେ ଆବଶ୍ୟକତା ଅନୁସାରେ ଆମେ ତାକୁ ମେଣ୍ଟେନ୍ କରୁଛୁ, କିନ୍ତୁ ତାପରେ ବି ଏ ଘଟଣା ଘଟୁଛି। ଏଣୁକରି ବ୍ୟାପକ ଭାବରେ ଆମକୁ ସେଥିପାଇଁ ଅଧିକ ସଚେତନତା କରାଇବା ପାଇଁ ପଡ଼ିବ। ସଚେତନତା ଅଭାବ କାରଣରୁ ହିଁ 95% ଦୁର୍ଘଟଣା ଘଟୁଛି। ଆପଣ ଯଦି ଏହି କାରଣ ଗୁଡ଼ିକ ଦେଖିବେ, ପ୍ରତ୍ୟେକ ଦୁର୍ଘଟଣା ଜନିତ ମୃତ୍ୟୁ ଆଭଏଡେବଲ୍। ତାକୁ ଆମେ ଚାହିଁଲେ ଆମେ ଏ ଦୁର୍ଘଟଣାକୁ ଆମେ ବନ୍ଦ କରିପାରିବା, କମାଇ ପାରିବା। ମୋର ସମସ୍ତ ଗାଡ଼ି ଚାଳକ, ବିଶେଷ ଭାବେ ବେପାରୁଆ ଏବଂ ମଦ୍ୟପ ଗାଡ଼ି ଚାଳକଙ୍କୁ ଅନୁରୋଧ ଯେ ଗାଡ଼ି ଚଳାଇଲା ସମୟରେ ମନେ ରଖୁଥିବେ ଯେ ଘରେ ଆପଣଙ୍କର ପିତା ମାତା, ଭାଇ ଭଉଣୀ, ସ୍ତ୍ରୀ, ପିଲାମାନେ ସମସ୍ତେ ଆପଣଙ୍କର ସେଇ ସୁକୁଶଳ ଫେରିବା ବାଟକୁ ଅନେଇ ବସିଥିବେ। କେତେବେଳେ ଯାଇଛି ଆଉ ଆମର ବାପା ହୁଅନ୍ତୁ ବା ଆମର ମୁରବୀ ହେଉ, ଯିଏ ବି ଯାଇଛି ସେ ସୁରକ୍ଷିତ ଭାବରେ କେତେବେଳେ ଫେରିବ। ସେ କେବେ ଭାବିବେ ନାହିଁ ଯେ ଯାଇଛି ଆଜି କାମରେ ଏବଂ ସେ ଠିକ୍ ସମୟରେ ଫେରିବ, କିନ୍ତୁ ଫେରିଲା ବେଳେ ଯଦି ସେ ଶବ ହେଇକରି ଫେରିଲା। ଏମିତି ବି ହେଉଛି, ପ୍ରତିଦିନ ହେଉଛି, 17ଟି ଘଟଣା ଘଟୁଛି। ଏଣୁ ସେ ଦୃଷ୍ଟିକୋଣରୁ ଆମେ କିଭଳି ଭାବରେ ଗୋଟିଏ ମନ୍ତ୍ର ଜପ କରିବା କଥା ଯେ ସେଟା ହେଉଛି ବେଟର ଲେଟ୍ ଦାନ୍ ନେଭର। ବେଟର ଲେଟ୍ ଦାନ୍ ନେଭର, ଏ ମନ୍ତ୍ରକୁ ଯଦି ଆମେ ମନେ ରଖିବା ତାହେଲେ ଅଧିକାଂଶ ରୋଡ଼ ଦୁର୍ଘଟଣାକୁ ପ୍ରତିହତ ମଧ୍ୟ କରିହେବ। ହେଇପାରେ କୌଣସି କାରଣରୁ ମୁଁ ଟ୍ରାଫିକ୍ ଜାମ୍ କାରଣରୁ ଏବଂ କୌଣସି ପ୍ରକାରର ଗୋଟିଏ କାର୍ଯ୍ୟକ୍ରମରୁ ଆଉ ଗୋଟିଏ କାର୍ଯ୍ୟକ୍ରମକୁ ଯିବା ସମୟରେ ଡେରି ହେବା କାରଣରୁ ମୋ ଡେରି ହେଉଛି 10 ମିନିଟ୍, ଅଧା ଘଣ୍ଟା ହେଇପାରେ। ତାହା ଦ୍ୱାରା ଦୁନିଆ ଭାସିଯିବ ନାହିଁ। ହୁଏତ ଆମକୁ ମୋର ବସ୍ କିମ୍ବା ମୋ ଅଧିକାରୀ ମୋତେ କହିପାରନ୍ତି ଯେ ଶବ୍ଦ କାହିଁକି ଲେଟ୍ କରି ଆସିଲ, କିନ୍ତୁ ସେ ମନ୍ତ୍ରକୁ ଆମେ ଛାଡ଼ିବା ନାହିଁ। ବେଟର ଲେଟ୍ ଦାନ୍ ନେଭର। ଯଦି ଏ କାମକୁ କରିବା ତାହେଲେ ଆମେ ମଧ୍ୟ ଅନେକ ପ୍ରକାରର ଏ ଯେଉଁ ଘଟଣାକୁ ଆମେ ରୋକାଯାଇପାରିବ ଏବଂ ଆମେ ମଧ୍ୟ ମୃତ୍ୟୁ ମୁଖରୁ ବଞ୍ଚି ଯାଇପାରିବା, ଗୋଟେ ଦୁର୍ଘଟଣାରୁ ଆମେ ବଞ୍ଚିପାରିବା ଏବଂ ନିଶ୍ଚିତ ଭାବରେ ଏଥିରେ ଆମେ ସଫଳ ମଧ୍ୟ ହୋଇପାରିବା। 2036 ସୁଦ୍ଧା ବିକଶିତ ଓଡ଼ିଶା ଗଠନର ଆମର ଲକ୍ଷ୍ୟ ଅଛି। ଏହି 1 ଦଶନ୍ଧି ସମୟ ଆଉ 10 ବର୍ଷ ସମୟ ଯାଇ ଅଛି। ବିକଶିତ ଓଡ଼ିଶା, ସମୃଦ୍ଧ ଓଡ଼ିଶା, ତାହାର ମଧ୍ୟ ରୋଡ଼ ମ୍ୟାପ୍ ଆଉ ସଡ଼କ ସୁରକ୍ଷାକୁ ସ୍ୱତନ୍ତ୍ର ଭାବେ ଆମ ସରକାର ଧ୍ୟାନ ଦେଇଛନ୍ତି। ଆଉ ସେଥିପାଇଁ ଆମେ ନିଷ୍ପତ୍ତି ନେଇଛୁ ସଡ଼କ ସୁରକ୍ଷାକୁ ସୁଶାସନର ଏକ ଅଂଶ କରିବୁ। ଏହି ଆଧାରରେ ସଡ଼କ ସୁରକ୍ଷା କ୍ଷେତ୍ରରେ ଉତ୍କର୍ଷତା ପାଇଁ ମୁଖ୍ୟମନ୍ତ୍ରୀ ସଡ଼କ ସୁରକ୍ଷା ଯୋଜନା ସମ୍ମାନ ଘୋଷଣା କରାଯାଇଛି। ଆଉ ଏହି ଯୋଜନାରେ ସମସ୍ତ ଶିକ୍ଷାନୁଷ୍ଠାନ, ଜିଲ୍ଲା ଏବଂ ବେସରକାରୀ ଅନୁଷ୍ଠାନମାନଙ୍କର ମୂଲ୍ୟାୟନ କରାଯାଇ ପୁରସ୍କାର ମଧ୍ୟ ପ୍ରଦାନ କରାଯିବ। ଯେଉଁ ଜିଲ୍ଲାମାନେ ଭଲ ପ୍ରଦର୍ଶନ କରିବେ ସେମାନଙ୍କୁ ସମ୍ମାନିତ କରାଯିବ ଏବଂ ଯେଉଁ ଜିଲ୍ଲାମାନଙ୍କର ପ୍ରଦର୍ଶନ ଖରାପ ହେବ ସେମାନଙ୍କୁ ମଧ୍ୟ ଉତ୍ତରଦାୟୀ ମଧ୍ୟ କରାଯିବ। ଏଠି ଅନେକ ଜିଲ୍ଲାର ଜିଲ୍ଲାପାଳମାନେ ମଧ୍ୟ ଉପସ୍ଥିତ ଅଛନ୍ତି ଏବଂ ଅନେକ ଅଧିକାରୀ ମଧ୍ୟ ଉପସ୍ଥିତ ଅଛନ୍ତି। ନିଶ୍ଚିତ ଭାବରେ ଏ କଥାକୁ ଆପଣମାନେ ମଧ୍ୟ ନିଜ ନିଜ ଜିଲ୍ଲାମାନଙ୍କରେ ଗୁରୁତ୍ୱର ସହ ତାକୁ କିଭଳି ଭାବରେ କାର୍ଯ୍ୟକାରୀ କରାଇବେ ଧ୍ୟାନ ଦେବାର ଆବଶ୍ୟକତା ଅଛି। ସେହିପରି ସରକାରୀ ହେଉ ବା ବେସରକାରୀ ହେଉ, ଯେଉଁ ଶିକ୍ଷାନୁଷ୍ଠାନ ପିଲାମାନଙ୍କର ସ୍କୁଲ ଯିବା ଆସିବା ସମୟରେ ସୁରକ୍ଷାକୁ ଗୁରୁତ୍ୱ ଦେଇ ଉତ୍ତମ ପଦକ୍ଷେପ ଗ୍ରହଣ କରିବେ ସେମାନଙ୍କୁ ମଧ୍ୟ ପୁରସ୍କାର ପ୍ରଦାନ କରାଯିବ। ମୁଁ ଆଶା କରୁଛି ଏହାଦ୍ୱାରା ସଡ଼କ ସୁରକ୍ଷା ସମ୍ପର୍କିତ ସଚେତନତା ରାଜ୍ୟର ପ୍ରତ୍ୟେକ ଅଞ୍ଚଳରେ ଏବଂ ସମାଜର ପ୍ରତ୍ୟେକ ସ୍ତରରେ ବୃଦ୍ଧି ହେବ ଏବଂ ଦୁର୍ଘଟଣା ହ୍ରାସ କରିବାରେ ଏହି ପଦକ୍ଷେପ ମଧ୍ୟ ଏକ ମହତ୍ତ୍ୱପୂର୍ଣ୍ଣ ଭୂମିକା ନିଶ୍ଚିତ ଭାବରେ ଗ୍ରହଣ କରିବ। ସେହିପରି ସାରା ଦେଶରେ ସଡ଼କ ସୁରକ୍ଷା କ୍ଷେତ୍ରରେ ଆଜି ଓଡ଼ିଶା ଏକ ଅନନ୍ୟ ଅଭିନବ ପଦକ୍ଷେପ ଆରମ୍ଭ କରିଛି। ଘାଟି ରାସ୍ତାରେ ଗାଡ଼ି ଚାଳକଙ୍କୁ ସତର୍କ କରାଇବା ପାଇଁ ଏବଂ ସ୍ୱତନ୍ତ୍ର ଭାବେ ଆମ ଓଡ଼ିଶାର ଗୋଟିଏ ଘାଟିକୁ, ଇଏ କଳିଙ୍ଗା ଘାଟି
ये बोधे कंधमाल आउ गंजाम को कनेक्ट कर हाँ कंधमाल कलिंगा घाटी रे सतर्क सूचना घंटीर आज तार शुभ उद्घाटन करागला एवं सेठी जदि आपंकर दुई पटु गाड़ी आसुथब ताहले सिग्नाल से देव जे अपर पक्षरे गाड़ी आसुछि बोली आउ ए सिग्नाल पाइला पर निश्चित भाव में उभय ड्राइवर उभय गाड़ी सहित से सावधानता अवलंबन करेंगे और स्लो करके गाड़ी को मध्य पार करेंगे आउ यही सफलता पर आम अन्य जो घाटी अच्छी ओडिशार विभिन्न जगार विपदपूर्ण रास्तार सतर्क घंटीर व्यवहार आम आगामी दिन में करने जाऊँगी सतर्क घंटी घाटीर उभय पटरू गाड़ी आसुले ये से साइरन बाजिब एवं यह पायलट प्रोजेक्ट हिसाब से आज आरंभ करा यह सक्सेसफुली निश्चित भाव में बोली मु आशा करुँच से ही कटक भुवनेश्वर ट्विन सिटी रे उन्नत ट्राफिक परिचालना आमे मध्य आईआईटी खड़गपुर सहित एक बुझामणा पत्र साक्षर आमे आज करिसेंती आईआईटी रिपोर्ट आधार रे ये दुई सहर रे ट्राफिक व्यवस्थार उन्नति पाई मध्य ये निश्चित भाव में विभिन्न पदक्षेप मान आगामी दिन में निया जाई परिवो परिवहन रे परिवेश सुरक्षा रे आजिर समय रे एक गुरुत्वपूर्ण आह्वान एठारे उल्लेखयोग्य जे सारा भारत में वैद्युतिक यान व्यवहार रे ओडिशा एक प्रमुख स्थान आज अधिकार ग्रहण करिछि ये गोटे भल खबर आमको आसी सारा देश में वैद्युतिक यान व्यवहार हार तुलन में ओडिशार हार अधिक रही आम से वैद्युतिक यान क्रय को प्रोत्साहित करने सब्सिडी प्रदान करुछु जहागा को जारी रहिबो एही वैद्युतिक यान व्यवहारकारी सुविधा सरकार द्वारा प्रतिष्ठा होइतिबा आज जो 15टी चार्जिंग स्टेशन लोकार्पण करागला आ खूब शीघ्र आहरी 85टी चार्जिंग स्टेशन प्रतिष्ठा करा जाई समुदाय 100टी चार्जिंग स्टेशन कार्यकारी करा जिवो आगामी दिन में ये संख्या को आहरी अधिक वृद्धि जीवार योजना भितर रखा जाइछि महिला सशक्तिकरण एक नूतन अध्याय भावे आम सरकार आत्मनिर्भर महिला सुवाहक योजना आरंभ करिसेंती एही योजना रे साधारण महिला गाड़ी चालकों को गाड़ी मालिक कराई आर्थिक रोजगार वृद्धिर सुजोग सृष्टि करा जाइछि आज आमे केते जन महिला को आमे आज सम्मानित करले चाबी देइछंती आगु दिया आज मिसिकी 6 जन को आज दिगला सुश्री शताब्दिका पंडा आइछंती अच्छा नहीं कि अच्छा श्रीमती संतोषी देव केन्दुझर ये जड़े मोर सान भौणीटे मो गाँव रे ता घर मात्र सेठू 3-4 किलोमीटर दूर रे ये गोटे बहुत साहसी महिला साहसी झील ताकू आम बहुत स्वागत करिया कथा ये ऑटो धरिकी दिल्ली पड़े गले पूरा दिल्ली गले ऑटो धरिकी आम केन्दुझर एवं सुरक्षा रे गले सुरक्षा रे आसिले नियम मानिकी जाइतिले बधुए निजर आमर से जोई पु अर्थात स्वामी को आनिया जाइतिले से जहाँ भी हो से गोटे एभली साहस काम करके आज देखी मुझे साधुवाद जनाऊँगी एवं आज मध्य से ये भुवनेश्वर रोच भुवनेश्वर रोच ये गाड़ी चलाऊच केतटा एक्सीडेंट कर आगु गोटे भी नहीं नियम कानून मानिक चलाऊच सब माने हरिद्वार भी जाइछ आउ कौटी प्रयागराज अयोध्या आमे एथर आउ पुरुष मान को कहीं ड्राइवर करिया महिला मान को बा भौणी मान को ड्राइवर कले बेसी सेफ रे आमे सुरक्षित यात्रा भी करि पारि आम जीवन भी रक्षा हो जीवो या सुनिश्चित आमर संतोषी देव करिसंती मो सान भौणीटे मो गाँव रो मु ताकू बहुत बहुत बधाई दूची हो बस पर कह श्रीमती उषाराणी साहू से भी अच्छा बोधे अच्छा धरित्री साहू अच्छा श्रीमती जानकी साहू हाँ आउ जड़े सुचित्रा सेठी ये आज
ସୁଚିତ୍ରା ସେଠି ଆଜି ମୋ ହାତରୁ ତୁମେ ଚାବି ନେଇଛ। ତମେ ଆଗରୁ ଗାଡ଼ି ଚାଳକ ଥିଲ, ତାପରେ କେମିତି ଗାଡ଼ି ନିଜେ କରି ପକେଇଲ? କୁଆଡ଼ୁ ପଇସା କୋଉଠୁ ପାଇଲ? ହେଁ? ଆଚ୍ଛା ଆଚ୍ଛା ଆଚ୍ଛା, ଯାହା ହଉ ତମକୁ ବହୁତ ଅଭିନନ୍ଦନ ଯେ ଯେଉଁମାନେ କାଲି ଗାଡ଼ି ଚଲାଉଥିଲେ ଡ୍ରାଇଭର ହେଇକରି ଆଜି ସେମାନେ ଗାଡ଼ିର ମାଲିକ ବନିଲେ। କାଲି ଯେମିତି ଆମେ ସୁଭଦ୍ରା ଯୋଜନାରେ ଆର୍ଥିକ ସାହାଯ୍ୟ ପ୍ରଦାନ କରୁଛୁ ସେମାନେ ମହିଳା ସଶକ୍ତିକରଣ ହେବେ ବୋଲି, ସେ ପଇସା ବି ସେମାନଙ୍କୁ ସାହାଯ୍ୟ କରୁଛି ଯେ କିଏ ଲାଖପତି ଦିଦି ବନିବ, ଆଜି କିଏ ଉଦ୍ୟୋଗପତି, କିଏ ଆଜି ଗାଡ଼ିର ମାଲିକ ହେଇଗଲେଣି, କିଏ ଉଦ୍ୟୋଗପତି ହେଇଗଲେଣି। ଏଣୁ ନିଶ୍ଚିତ ଭାବରେ ମହିଳାମାନଙ୍କୁ ଏ କ୍ଷେତ୍ରରେ ଆମେ ସମସ୍ତେ ଧନ୍ୟବାଦ ଦେବା କଥା। ସେମାନେ ସାହସିକତା ଦେଖାଇବା ସହିତ ଏ ଅର୍ଥକୁ ମଧ୍ୟ ସୁବିନିଯୋଗ କରିବା ଏବଂ ଯେହେତୁ ମହିଳା ହେଇଥିବା କାରଣରୁ ଏମାନେ ନିଶ୍ଚିତ ଭାବରେ ସେଥିରେ ଗାଡ଼ି ଚଲାଇଲା ବେଳେ ମୋବାଇଲରେ କଥା ହେଉଛ? ନା ନା, ମୁଁ ଦେଖିଛି, ବୋଧେ ହେଇଛ। ଯଦି ଗାଡ଼ି ଚାଲୁଥିବା ସମୟରେ କଥା ହେବା ଜରୁରୀ ଅଛି ତାହେଲେ ଗାଡ଼ି ରଖିଦେବ, ତାପରେ କଥା ହେବ, ଇମର୍ଜେନ୍ସି ଯଦି ଅଛି। ଆଉ ନହେଲେ ଗାଡ଼ି କେବେ ଚାଲୁଥିବା